ଟିଏ ଜଙ୍ଗଲରେ ଏକ ବାଘ ତାର ଦୁଇ ଛୁଆଙ୍କ ସହ ରହୁଥିଲା। ବାଘର ସ୍ତ୍ରୀ ମରି ଯାଇଥିଲା। ସେ ମରିବା ପୂର୍ବରୁ ବାଘକୁ କହିଥିଲା, ମୋ ଦୁଇ ଛୁଆ ତମକୁ ଲାଗିଲେ ତମେ ଏମାନଙ୍କର ଠିକ୍ରେ ଯତ୍ନ ନେବ। ଯଦି ପାରୁଛ ଆଉ ଥରେ ବାହା ହୁଅ, ନହେଲେ ଛୋଟ ଛୋଟ ଛୁଆ ଖାଇବାକୁ ନ ପାଇ ମରିଯିବେ। ବାଘୁଣୀ ମଲା ପରେ ବାଘ ତାର ଦୁଇ ଛୁଆଙ୍କୁ ଛାଡ଼ି ଶିକାର ଆଣିବାକୁ ଯାଇପାରୁନଥିଲା। ଦିନେ ସେ ମନରେ ଚିନ୍ତା କଲା, ମୁଁ ଏ ଦୁଇ ଛୁଆଙ୍କର ଠିକ୍ରେ ଯତ୍ନ ନେଇପାରୁନି। ମୁଁ ଆଉ ଥରେ ବାହା ହେବି, ହେଲେ ବାଘୁଣୀକୁ ନୁହଁ। ମୁଁ ଏଥର ଗୋଟେ ମଣିଷ ଝିଅକୁ ବାହା ହେବି। ଶୁଣିଛି ସେମାନେ ବହୁତ ଭଲ ରାନ୍ଧନ୍ତି। ଏମିତି ଚିନ୍ତା କରି ବାଘ ଝିଅ ଖୋଜିବା ପାଇଁ ଗାଁ ଭିତରକୁ ଗଲା। କିଛି ଦୂର ଗଲା ପରେ ସେ ଗୋଟେ ପୁଅ ଆଉ ଗୋଟେ ଝିଅକୁ ଦେଖିଲା। ବାଘ ଜୋରରେ ଦୌଡ଼ି ସେମାନଙ୍କ ସାମ୍ନାରେ ଯାଇ ଛିଡ଼ା ହେଲା। ସେ ଦୁଇ ଜଣ ବହୁତ ଡରିଗଲେ। ମତେ ଭୟ କରନି, ମୁଁ ତମମାନଙ୍କର କିଛି କ୍ଷତି କରିବିନି। ଶୁଣ ପୁଅ, ତୁ ତ ଘରକୁ ଯା, ଆଉ ଝିଅ ତୁ ମୋ ସାଙ୍ଗରେ ଆସ। ଏମିତି ଶୁଣି ଭୟରେ ସେ ପୁଅଟି ତା ଘରକୁ ଚାଲିଗଲା। ଆଉ ବାଘ ସେ ଝିଅକୁ ଜଙ୍ଗଲ ଭିତରେ ଥିବା ତା ଗୁମ୍ଫାକୁ ନେଇଗଲା। ସେପଟେ ପୁଅଟି ତା ଘରେ ପହଞ୍ଚି ତା ବାପା ମାଙ୍କୁ ସବୁ ଘଟଣା ଜଣାଇଲା। ସବୁ ଶୁଣି ସେମାନଙ୍କ ବାପା ମା କାନ୍ଦିବାକୁ ଲାଗିଲେ। ବାପା ମା, ତୁମେ ଚିନ୍ତା କରନି। ସେ ବାଘ ପାଖରୁ ମୁଁ ମୋ ଭଉଣୀକୁ ଯେମିତି ବି ହେଉ ଘରକୁ ଫେରେଇ ଆଣିବି। ବାଘ ସେ ଝିଅକୁ ତା ଗୁମ୍ଫାକୁ ନେଇଗଲା। ଆଉ ତାର ଦୁଇ ଛୁଆଙ୍କୁ କହିଲା, ଆରେ ଛୁଆମାନେ ଦେଖ, ମୁଁ କାହାକୁ ଆଣିଛି। ଆଜିଠୁ ଇଏ ତୁମର ନୂଆ ମା। ନୂଆ ମା? ପୁଣି ଇଏ? ଲାଞ୍ଜ ନାହିଁ କି ଦାନ୍ତ ନାହିଁ, ଇଏ କେମିତି ଆମ ମା ହେବ? ବାପା, ତୁମେ ୟାକୁ ମାରିଦିଅ, ଆମେ ୟାକୁ ଖାଇବୁ। ଚୁପ୍ କର। ଆଜିଠୁ ତମେ ଦୁଇ ଜଣ ୟାକୁ ମା ଡାକିବ, ନହେଲେ ମୁଁ ପିଟି ପିଟି ତମ ଦୁଇ ଜଣଙ୍କର ଗୋଡ଼ ଭାଙ୍ଗିଦେବି। ଏମିତି ଶୁଣି ଭୟରେ ସେ ଦୁଇ ବାଘ ଛୁଆ ଚୁପ୍ ହେଇଗଲେ। ସେଦିନ ଠାରୁ ସେ ଝିଅ ବାଘ ଆଉ ତାର ଦୁଇ ଛୁଆଙ୍କ ପାଇଁ ଭଲ ଭଲ ଖାଇବା ରୋଷେଇ କଲା। ବାଘ ଆଉ ତାର ଦୁଇ ଛୁଆଙ୍କୁ ସେ ଖାଇବା ବହୁତ ଭଲ ଲାଗୁଥିଲା। ଏମିତି ବାଘ ଖୁସିରେ ତା ଦିନ କାଟୁଥିଲା। କିଛି ଦିନ ବିତିଗଲା। ଦିନେ ବାଘ ଶିକାର ଆଣିବା ପାଇଁ ଜଙ୍ଗଲ ଭିତରକୁ ଚାଲିଗଲା। ସେପଟେ ସେ ଝିଅର ଭାଇ ବି ତାକୁ ଖୋଜି ଖୋଜି ବାଘ ଗୁମ୍ଫାରେ ପହଞ୍ଚିଗଲା। ଭାଇ, ତୁ ଏଠାକୁ କ'ଣ ପାଇଁ ଆସିଛୁ? ତୁ ଏଠାରୁ ଚାଲିଯା, ନହେଲେ ବାଘ ତତେ ମାରିଦେବ। ତୁ ଚିନ୍ତା କରନି, ମୁଁ ତତେ ଏଠାରୁ ନେବାକୁ ଆସିଛି। ଚାଲ ମୋ ସାଙ୍ଗରେ। ଭାଇ, ତୁ ବୁଝୁନୁ କ'ଣ ପାଇଁ? ଆମେ ଏମିତି ଘରକୁ ଯାଇପାରିବାନି। ବାଘ ଯଦି ଜାଣିବ ସେ ରାଗିଯିବ, ଆଉ ଆମ ଘରକୁ ଯାଇ ଆମକୁ ମାରିଦେବ। ଏବେ ବାଘ ଆସିବାର ସମୟ ହେଇଗଲାଣି। ତୁ ଏ ପଥର ପଛପଟେ ଲୁଚିଯା। ବାଘ ଏଠାରୁ ଯାଇସାରୁ ଆମେ କିଛି ରାସ୍ତା ବାହାର କରିବା। ଠିକ୍ ଅଛି, ମୁଁ ଏ ପଥର ପଛପଟେ ଲୁଚି ଯାଉଛି। ଏମିତି କହି ସେ ଝିଅର ଭାଇ ପଥର ପଛପଟେ ଲୁଚିଗଲା। କିଛି ସମୟ ପରେ ବାଘ ତା ଗୁମ୍ଫାକୁ ଫେରିଲା। ବାଘ ଗୁମ୍ଫା ଭିତରକୁ ପଶୁ ପଶୁ ଗୋଟେ ବାଘ ଛୁଆ କହିଲା, ବାପା ବାପା, ତୁମର ଶଳା ମୋର ମାମୁଁ ମାର ଭାଇ ଲୁଚିଛି ସେଇ ପଥର ତଳେ, ତାକୁ ଧରି ଆଣ ବାପା, ଖାଇବା। ଶିକାର ନ ମିଳିବାରୁ ବାଘ ବହୁତ ଚିନ୍ତାରେ ଥିଲା। ସେ ଛୁଆଙ୍କ କଥା ବୁଝିପାରିଲାନି। ବାଘ ଯଦି ଶାନ୍ତ ମନରେ ଛୁଆଙ୍କ କଥା ଶୁଣିଥାନ୍ତା, ସେ ଜାଣିପାରିଥାନ୍ତା ଯେ ପଥର ତଳେ ସେ ଝିଅର ଭାଇ ଲୁଚିଛି। ବାଘ ତାର ଦୁଇ ଛୁଆଙ୍କ କଥାକୁ ଧ୍ୟାନ ନ ଦେଇ ସେ ଝିଅକୁ କହିଲା, ଆରେ ଶୁଣ, ମୁଁ ଆଜି ଗୋଟେ ବି ଶିକାର ପାଇଲିନି। ମୋର ଆଜି ପିଠା ଖାଇବାକୁ ଇଚ୍ଛା ହେଉଛି। ମୁଁ ଗୋଟେ କାମରେ ବାହାରକୁ ଯାଉଛି। ମୁଁ ଫେରିବା ପର୍ଯ୍ୟନ୍ତ ତୁ ପିଠା ତିଆରି କରି ରଖ। ଏମିତି କହି ବାଘ ସେଠାରୁ ଚାଲିଗଲା। ସେ ପଥର ପଛପଟୁ ଝିଅର ଭାଇ ବାହାରି ଆସିଲା। ତାପରେ ଦୁଇ ଭାଇ ଭଉଣୀ ମିଶି ଏକ ବଡ଼ କଢ଼େଇରେ ତେଲ ଗରମ କଲେ। ଏକ ଜାଗାରେ ସେ ଗରମ ତେଲକୁ ଭଲ ଭାବରେ ରଖିଦେଲେ। ଆରେ ଛୁଆମାନେ ଶୁଣ, ଏ କଢ଼େଇରେ ଥଣ୍ଡା ପାଣି ଅଛି। ତମ ବାପା ଆସିଲେ କହିବ ଭଲରେ ମୁହଁ ହାତ ଧୋଇ ପିଠା ଖାଅ। ପିଲାମାନେ, ତମେ ଦୁଇ ଜଣ ଦୁଷ୍ଟ ହେବନି। ମୁଁ ଯାଉଛି ଜଙ୍ଗଲରୁ କାଠ ଆଣିବି। ଚାଲ ଭାଇ, ଏବେ ଏଠାରୁ ପଳେଇବା। ହଁ ହଁ, ଚାଲ ଚାଲ। ଏମିତି ସେ ଦୁଇ ଭାଇ ଭଉଣୀ ଶୀଘ୍ର ସେ ଗୁମ୍ଫା ଛାଡ଼ି ନିଜ ଘରକୁ ଚାଲିଗଲେ। କିଛି ସମୟ ପରେ ବାଘ ତା ଗୁମ୍ଫାକୁ ଆସିଲା। କିଏ ରେ ଛୁଆମାନେ, ତମ ମା କୁଆଡ଼େ ଗଲା? ମା ଜଙ୍ଗଲକୁ ଯାଇଛି କାଠ ଆଣିବା ପାଇଁ। ସେ କଡ଼େଇରେ ଥଣ୍ଡା ପାଣି ଅଛି। ମୁହଁ ହାତ ଧୋଇ ହେଇ ପିଠା ଖାଅ ବାପା। ଛୁଆଙ୍କ କଥା ଶୁଣି ବାଘ ଗଲା ତା ମୁହଁ ଧୋଇବା ପାଇଁ। ଛୁଆମାନେ ବି ଜାଣିନଥିଲେ ସେ କଡ଼େଇରେ ଗରମ ତେଲ ଅଛି। ଯେମିତି ବାଘ କଡ଼େଇରେ ମୁହଁ ଦେଇଛି, ଗରମ ତେଲରେ ବାଘର ମୁହଁ ଜଳିଗଲା। ସେ ଯନ୍ତ୍ରଣାରେ ଛଟପଟ ହେଲା। କିଛି ସମୟରେ ହିଁ ବାଘର ଜୀବନ ଚାଲିଗଲା।